ରୋଷେଇ ଘରୁ ବେଳେବେଳେ ଏତେ ସାରା ସବୁ ପରିବା ଚୋପା ବାହାରେ, ଯାହାକୁ ମୁଁ ହଉଛି ସବୁ ଭର୍ମି କମ୍ପୋଷ୍ଟରେ ପକେଇବା ବଦଳରେ କିଛି ଗଛ ମୂଳରେ ବି ମଧ୍ୟ ଦେଇଦିଏ। ତ ଆଜି ସକାଳ ବେଳେ ଆଳୁ ଚୋପାକୁ ସବୁ ଅଲଗା ରଖିଥିନି, କାହିଁକିନା ଗୋଟେ ଖରାପ ଆଳୁ ବାହାରିଥିଲା। ଆଉ ଖରାପ ଆଳୁକୁ ଆପଣ ନ ଫିଙ୍ଗିକି ତାକୁ ଗୋଟେ ଲିକ୍ୱିଡ଼ ଫର୍ମରେ ଆପଣ ଗୋଟେ ଗ୍ରାଇଣ୍ଡିଙ୍ଗ କରିକି ଜୁସ୍ ବନେଇକି ଗଛରେ ଦେବେ। ନହେଲେ ଏମିତିଆ ମାଟି ଆପଣ ଖୁସେଇ ଦେବେ, ଖୁସେଇ ଦେଇକି ଛୋଟ ଛୋଟ ଆଳୁ ଖଣ୍ଡ ଯେଉଁ କାଟିକି ରଖିଥିବେ ତାକୁ ପୋତି ଦେବେ। ପୋତି ଦେଇକି ଆପଣ ପାଣି ରେଗୁଲାର ଦେବେ 3 ରୁ 4 ଦିନ। ତାପରେ ଦେଖିବେ ଆପଣଙ୍କର ବହୁତ ଜଲ୍ଦି ଆଳୁ ଯେଉଁ ଦେଇଥିବେ ଆଳୁ ଚୋପା କିମ୍ବା ଆଳୁ ଖଣ୍ଡ, ସେଗୁଡ଼ାକ ବହୁତ ଜଲ୍ଦି ପଚି ଯାଇଥାଏ। ଆଳୁ ଚୋପାଟା ଆମର ମୁଁ ଅଲଗା ଏଥିପାଇଁ ରଖେ, ଏଇଟା ବହୁତ ଜଲ୍ଦି ଡିକମ୍ପୋଷ୍ଟ ହେଇକି ଗୋଟେ ଖତ ଭଳିଆ ଆଉ ଗୋଟେ ସାର ଭଳିଆ କାମ କରେ। ଯେମିତିକି ଆମର ମାଟିର ମଏଶ୍ଚର ବହୁତ ଭଲ ରହେ, ଆଉ ମାଟିର ପିଏଚ୍ର ବି ଲେବୁଲ୍ ବହୁତ ଭଲ ରହେ। ତା ସାଥିରେ ଗଛକୁ ଇମ୍ୟୁନିଟି ବୁଷ୍ଟ ହୁଏ। ତ ବହୁତ ପ୍ରକାର ଭିଟାମିନ୍ ବି ମଧ୍ୟ ଆମ ଗଛକୁ ମିଳିଥାଏ। ତା ସାଥିରେ ଫସ୍ଫରସ୍ ବି ମଧ୍ୟ ମିଳିଥାଏ। ତ ଏଥିପାଇଁ ଆଳୁ ଚୋପାକୁ ଆପଣ ଏକ୍ସଟ୍ରା ଅଲଗା ରଖିବେ। ଏମିତିଆ ଚୋପା ହଉ କିମ୍ବା ଆଳୁ ଯଦି କିଛି ଖରାପ ବାହାରୁଛି ତାକୁ ଅଲଗା ଏମିତି ରଖିକି ବ୍ୟବହାର କରିବେ। ଆଉ ବାକି ପରିବା ଚୋପାକୁ ନା ଆପଣ ଏମିତି ଗଛ ମୂଳରେ ଦବା ଅପେକ୍ଷା ତାକୁ ଖତ ବନେଇକି ଦେବେ, ବହୁତ ଭଲ ରହିବ। ଆଉ ସେଇଟା କାହିଁକିନା ସେଇଟା ଟିକେ ପଚିଲା ପରେ ତା ଦେହରେ ଛୋଟ ଛୋଟ ପୋକ ହେଇଥାଏ, ଯେଉଁଟାକି ଆମ ଗଛ ପାଇଁ ବେଳେବେଳେ ବହୁତ କ୍ଷତିକାରକ ହେଇଥାଏ। କାରଣ କିଛି ଗଛ ତ ହେଉଛି ଆଡ଼ଜଷ୍ଟ କରିନି, ଯେମିତିକା କିଛି ମାନେ ଟାଣୁଆ ଗଛ ଥିଲେ, ଯେମିତି ମନ୍ଦାର ଗଛ ହଉ କିମ୍ବା ଏମିତିକା କନିଅରି ଗଛ ହଉ। ତ ଏଇସବୁ ଗଛରେ ପନିପରିବା ଚୋପା ଦେଇଦେଲେ ସେଗୁଡ଼ାକ ବହୁତ ଡେରିରେ ପଚିଲେ ବି ମଧ୍ୟ, ପୋକ ହେଲେ ବି ମଧ୍ୟ ସେ ଆଡ଼ଜଷ୍ଟ ହେଇଯାଏ। କାହିଁକିନା ଆମର ଏଥିରେ ଫଙ୍ଗିସାଇଡ଼୍ ପାଇଁ ଆମେ ଦେଉଛନ୍ତି, ଯେମିତିକା ଫଙ୍ଗସ୍ କିମ୍ବା ହେଉଛି ଆଣ୍ଟି ଫଙ୍ଗସ୍ ଏସବୁ ନ ଲାଗିବା ପାଇଁ ହଳଦୀ ଗୁଣ୍ଡ ପାଣି ହଉ କିମ୍ବା ବେଳେବେଳେ ଆମେ ଦେଉଛନ୍ତି ଯେଉଁ ନିମଖଲି, ତ ସେଥିରେ କିଛି କ୍ଷତି ହୁଏନି। ଆଉ ଯଦି ଆପଣ ଛୋଟ ଛୋଟ ପ୍ଲାଣ୍ଟରେ ଦେଉଛନ୍ତି, ଯେଉଁଟାକି ଆମର ସିଜନାରୀ ପ୍ଲାଣ୍ଟରେ ପନିପରିବା ଚୋପାକୁ, ତ ସେଇଥିରେ ପୋକ ଯଦି ଲାଗିଲା ତାହେଲେ ଆପଣଙ୍କ ଗଛକୁ ନଷ୍ଟ ହେଇଯାଏ, ଯେଉଁଟାକି ଆମର ପଚିଯାଏ ସେଇଟା। ତ ସେଇଥିପାଇଁକା ଆପଣ ସେଇଠି ଛୋଟ ଛୋଟ ଯେଉଁ ପ୍ଲାଣ୍ଟ ଲଗାଉଛନ୍ତି ସିଜନାରୀ ପ୍ଲାଣ୍ଟ, ତା ଦ୍ୱାରା ଆପଣ ଖତ କରିକି ଦେବେ, ପନିପରିବା ଚୋପାକୁ ବହୁତ ଭଲ ରହିବ। ତ ପ୍ରତ୍ୟେକଟି ଜିନିଷକୁ ଆମେ ବ୍ୟବହାର ଯେଉଁ କରୁଛନ୍ତି ନା, ତା'ର ବ୍ୟବହାର କରିବା ପ୍ରୋସେସ୍ ଟିକେ ଅଲଗା। ଆପଣ ଏମିତି ହିଁ ବ୍ୟବହାର କରିବେ, ଦେଖିବେ ବହୁତ ହି ବଢ଼ିଆ ଆପଣଙ୍କ ପ୍ଲାଣ୍ଟ ଗ୍ରୋଥ୍ ରହିବ। ତା ସାଥିରେ ଇମ୍ୟୁନିଟି ବୁଷ୍ଟ ସହିତ ଆପଣଙ୍କ ଗଛର ଗ୍ରୋଥ୍ ଆଉ ତା ସାଥିରେ ଯେଉଁ ବ୍ଲୋମିଂ ପାର୍ଟ ବି ବହୁତ ବଢ଼ିଆ ବାହାରିବ। ମୋର ଯେହେତୁ ଏବେ ନାଲି କନିଅରିଟା ଫୁଲ ବହୁତ ବଢ଼ିଆ ଫୁଟିବା ଆରମ୍ଭ କଲାଣି, ଆହୁରି 3-4ଟା ତା ଦେହର କଢ଼ ବି ଆସିଛି। ତ ସେଥିପାଇଁ ଭାବିଲି ଏଇଥିରେ ଏବେ ଇମ୍ୟୁନିଟି ନିହାତି ଦରକାର, ଯେଉଁଟାକି ଇମ୍ୟୁନିଟି ବୁଷ୍ଟ ହେଲେ ଯାଇକି ଆମ ଗଛର ବ୍ଲୋମିଂ ପାର୍ଟ ଆହୁରି ବଢ଼ିବ, ଆସିବ, ଅଧିକା ଏନକ୍ରେଜ୍ କରିବ। ତ ସେଇଥିପାଇଁକା ମୁଁ ଏଇଥିରେ ହିଁ ଆଜି ଆଳୁ ଚୋପାକୁ ଫର୍ଟିଲାଇଜର୍ କରିକି ଦେଇଦେଲି। ତ ଆଳୁ ଚୋପାକୁ ଆଉ ଗୋଟେ ଉପାୟରେ ବି ବ୍ୟବହାର କରିପାରିବେ, ଯେଉଁଟାକି ରାତି ସାରା ଭିଜେଇ ଦେବେ, ତାକୁ ସକାଳୁ ତାର ପାଣିଟାକୁ ଆପଣ କିଛି ଛୋଟ ଛୋଟ ଯେଉଁଟାକି ସିଜନାରୀ ଗଛରେ ଦେବେ। ଆଉ ବାକି ଆଳୁ ଚୋପାକୁ ଆପଣ ଏମିତିକା କନିଅରି ନହେଲେ ବଡ଼ ବଡ଼ ହେଇଥିବା ମନ୍ଦାର ଗଛରେ ଦେବେ। ଆଉ ଯଦି ଆପଣ ଆଳୁ ଅଧିକା ବାହାରୁଛି ତାକୁ କ'ଣ କରିବେ, ତାକୁ ଗୋଟେ ଜୁସ୍ ବନେଇଦେବେ, ପତଳା ଜୁସ୍ ବନେଇଦେବେ। ଜୁସ୍ ବନେଇକି ତାକୁ ସବୁ ଗଛରେ ଆଡ଼୍ କରିପାରିବେ, ଛୋଟ ବଡ଼ ସବୁଥିରେ। ଆଗକୁ କେତେ ଜଲ୍ଦି ଏହାର ଗ୍ରୋଥ୍ ଆସୁଛି ମୁଁ ନିଶ୍ଚିତ ସେୟାର କରିବି।